ବହିଟିର ନାମ ଶେଷତାନ୍ତ୍ରିକର ସନ୍ଧାନରେ। ଏହାର ଲେଖକ ହେଉଛନ୍ତି ମନୋଜ ଦାସ। ଏହି ବହିଟିର ପ୍ରକାଶକ ହେଉଛନ୍ତି ଜଗନ୍ନାଥ ରଥ। ଏହାର ପ୍ରଥମ ସଂସ୍କରଣ 2018 ମସିହା, ଏହାର ଦ୍ୱିତୀୟ ସଂସ୍କରଣ 2018 ମସିହା ଏବଂ ଏହାର ତୃତୀୟ ସଂସ୍କରଣ 2019 ମସିହାରେ ହୋଇଥିଲା। ଚାଲନ୍ତୁ ଏବେ ଏହି ଶେଷତାନ୍ତ୍ରିକର ସନ୍ଧାନର ଉପନ୍ୟାସ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରିବା। ଯଦି ତା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ନୂଆ ନୂଆ ଭିଡ଼ିଓର ଅପଡ଼େଟ୍ ଆପଣ ପାଇପାରିବେ। ଯଦି ଏହି ଶେଷତାନ୍ତ୍ରିକର ସନ୍ଧାନରେ ଏହି ଉପନ୍ୟାସ ପୁସ୍ତକରେ ସମ୍ପୂର୍ଣ୍ଣ ଭାବରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଏବେ ଏହି ପୁସ୍ତକ ସମ୍ବନ୍ଧରେ ଆଲୋଚନା କରିବା। କଳ୍ପନା ନୁହେଁ, ତଥ୍ୟ ହେଲା। ଏକଦା କେତେ ଶତାବ୍ଦୀ ତଳେ ଜଣା ନାହିଁ, ହିମାଳୟ ସନ୍ନିକଟବର୍ତ୍ତୀ କୌଣସି ଏକ ରାଜ୍ୟର ରାଜା ରାଣୀଙ୍କର ଥିଲେ ଜଣେ ଅନନ୍ୟ ସୌନ୍ଦର୍ଯ୍ୟବତୀ କନ୍ୟା। ଅକାଳରେ ହେଲା ତାଙ୍କ ଜୀବନାବସାନ। ରାଜା ସେ କନ୍ୟାଙ୍କ କଳେବର ହିମାଳୟ ବକ୍ଷକୁ ନେଇଯାଇ ଏକ କନ୍ଦର ମଧ୍ୟରେ ଦେଲେ ତୁଷାର ସମାଧି। ସମଗ୍ର କନ୍ଦରକୁ କରିଦିଆଗଲା ତୁଷାରପୂର୍ଣ୍ଣ। ଅଦ୍ୟାବଧି ଦେବତାତ୍ମା ହିମାଳୟର କୌଣସି ଅଜ୍ଞାତ ବିନ୍ଦୁରେ ପର୍ଯ୍ୟଟକମାନଙ୍କ ଦୃଷ୍ଟିବଳୟ ବହିର୍ଭୂତ କନ୍ଦର ଗର୍ଭରେ ସେ କଳେବର ଅନାହତ ବିଦ୍ୟମାନ। ସେ ରାଜକନ୍ୟା କିନ୍ତୁ ଥିଲେ ଦିବ୍ୟ ଚେତନାର ଏକ ଆଧାର। କାହିଁକି ସେ ହୋଇଥିଲେ ଆବିର୍ଭୂତା? ସେ କୌଣସି ସ୍ମରଣୀୟ କର୍ମସାଧନ କରିଥିବାର ସାକ୍ଷ୍ୟ ନାହିଁ। କାହିଁକି ବା ସେ ନେଲେ ଅସମୟରେ ବିଦାୟ? ଯୌକ୍ତିକ ସ୍ତରରେ ଏ ପ୍ରଶ୍ନର ଉତ୍ତର ମିଳିବ ନାହିଁ। ସେ ଆବିର୍ଭାବ ଆମ ବୁଦ୍ଧି ବିଚାର ଦୃଷ୍ଟିରୁ ଅହେତୁକୀ, ଯେମିତି ଅହେତୁକୀ ଜନମାନସରେ ଅଗୋଚରରେ ଆକାଶ ବା ସମୁଦ୍ର, ମରୁଭୂମି ବା ଅରଣ୍ୟରେ ବିକଶିତ ହୋଇ ଅଦୃଶ୍ୟ ହୋଇଯାଉଥିବା ଅସଂଖ୍ୟ ଅବର୍ଣ୍ଣନୀୟ ଦିବ୍ୟ ଦୃଶ୍ୟ। ତୁଳନାଟି ଅବଶ୍ୟ ପୂର୍ଣ୍ଣସଙ୍ଗତ ହେଲା ନାହିଁ। ତେବେ ସତ୍ୟ ହେଲା, ଦିବ୍ୟଶକ୍ତି ସର୍ବଦା ଲିପିବଦ୍ଧ ହୋଇପାରିବା ଭଳି କର୍ମସାଧନ ନିମନ୍ତେ ପ୍ରମୂର୍ତ୍ତ ହୁଏନା। ସଭିଙ୍କ ଅଗୋଚରରେ ହୋଇପାରେ ତାର ଆବିର୍ଭାବ ଓ ବିଲୟ। ତାର ଭୂମିକା ରହିପାରେ ଅଦୃଶ୍ୟ ଏବଂ ଅଶ୍ରୁତ। ଆମ କାର୍ଯ୍ୟକାରଣ ବୋଧ ବାହାରେ ଆମକୁ ଘେରି ରହିଥିବା ସୂକ୍ଷ୍ମ ବାତାବରଣରେ କେତେ ଆଲୋଡ଼ନ, କେତେ ଆଦାନ ପ୍ରଦାନ ରହିଥାଏ ଅବ୍ୟାହତ। ସ୍ଥୂଳ ଓ ସୂକ୍ଷ୍ମ ଭିତରେ କେବେ କେବେ ସଂଯୋଗ ସ୍ଥାପନା ସକାଶେ ଅଥବା ମଣିଷ ଚେତନା ସମ୍ଭୂତ ସବୁ ପ୍ରକାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଅତିକ୍ରାନ୍ତ ପ୍ରେରଣା ବଶତ ମଧ୍ୟ ଦିବ୍ୟ ଶକ୍ତି ବା ଦିବ୍ୟ ବିଭୂତି ସ୍ଥୂଳ ରୂପେ ପରିଗ୍ରହଣ କରିପାରେ। ଶେଷତାନ୍ତ୍ରିକର ସନ୍ଧାନରେ ଏକ ସୃଜନଶୀଳ କଥା ସାହିତ୍ୟ। ଲେଖକଙ୍କର ସ୍ୱନିରୂପିତ ସଂଜ୍ଞା ଅନୁସାରେ ପ୍ରୟୋପନ୍ୟାସ। ଏତିକି ତାତ୍ତ୍ୱିକ ଭୂମିକା ମଧ୍ୟ କିଞ୍ଚିତ୍ ବାହୁଲ୍ୟ ମନେ ହୁଏ ମଣିଷର ଅଜାଣତରେ। ଅଥଚ ମଣିଷର ହିଁ ଗତି, ଦୁର୍ଗତି, ପ୍ରଗତି, ଜୟ ପରାଜୟ, ଭାଗ୍ୟ ଭବିତବ୍ୟ ଉପରେ ପ୍ରକୃତି ପ୍ରସୂତ ତଥା ଅଶୁଭ ବା ଶୁଭ ଶକ୍ତି ଚାଳିତ, ପୁଣି ବିଧି ପ୍ରଯୋଜିତ କେତେ ଘାତ ପ୍ରତିଘାତ ସମ୍ଭବ ହେଉଥାଏ ଅବିରତ। ଏ ପ୍ରାୟୋପନ୍ୟାସ ସେହି ସ୍ତରର କିଛି କିଛି ଝଲକର ଆଲେଖ୍ୟ। ଏହାର ଅନ୍ତର୍ଭୁକ୍ତ ଗୁରୁଚରିତ୍ର ବା ଲଘୁଚରିତ୍ର ରଚନାର ପରିସର ଭିତରେ ସ୍ୱତଃସ୍ଫୂର୍ତ୍ତ ଉପୁଜୁଥିବା ଭିନ୍ନ ଭିନ୍ନ ରସ ଉଦ୍ରେକକାରୀ ପରିସ୍ଥିତି, ନାଟକୀୟ ହେଉ ବା ଅତି ନାଟକୀୟ ହେଉ, ବିଷାଦମୟ ହେଉ ବା ହେଉ ସୁଖପ୍ରଦ, କାହାକୁ ବା କିଛିକୁ ଏ ଲେଖକ ଅଟକାଇ ନାହାନ୍ତି। ପ୍ରକାଶକ ବିଜ୍ଞପ୍ତି ଭାବରେ ମନୋଜ ଦାସଙ୍କ ଏ କୃତିରୁ ଅଦ୍ଭୁତପୂର୍ବ ବା ଅନନ୍ୟ ଭଳି ବିଶେଷଣ ଯୋଗେ ଭୂଷିତ କରି ସନ୍ତୁଷ୍ଟ ହୋଇପାରୁନାହୁଁ। ଲେଖକ ତାଙ୍କ ଭୂମିକାରେ କହିଥିବା ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ କଥା ପ୍ରତି ପାଠକମାନଙ୍କ ଦୃଷ୍ଟି ଆକର୍ଷଣ ହୋଇଛି। ଏହା ଥିଲା ଏହି ପୁସ୍ତକଟିର ଭୂମିକା। ଚାଲନ୍ତୁ ଏବେ ଏହି ପୁସ୍ତକଟିର ଭିତର ଅଂଶରୁ କିଛି ଆଲୋଚନା କରିବା। ମାନାଲି। ଦ୍ୱିତଳସ୍ଥ କୋଠରୀଟିରେ ମୁଁ ଏକାକୀ। ରାତ୍ରି ଆଗତ ପ୍ରାୟ, ବରଂ ସଠିକ୍ ସମୟ ଲିପିବଦ୍ଧ କରି ରଖେ। 7:20। ମୁଁ ପାଗଳ ହୋଇ ଆସୁଛି ବେଶ୍ କ୍ଷିପ୍ର ଗତିରେ। ସମ୍ଭବତଃ ପରବର୍ତ୍ତୀ 5 ମିନିଟ୍ ଭିତରେ ଏ ଅପ୍ରତିରୋଧ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯିବ। ମୁଁ ପରିଣତ ହେବି ମୋ ପାଇଁ ତଥା ମୋ ଜଣାଶୁଣା ସଭିଙ୍କ ପାଇଁ ଏକ ଅଜଣା ମଣିଷରେ। ପ୍ରାୟ 4 ଦଶନ୍ଧି ତଳେ ଲିପିବଦ୍ଧ ଏହି କୋଠରୀଟିରେ ମୁଁ ଛାଡ଼ି ଯାଇଥିବା ମୋ ଡାଏରୀର ଏମନ୍ତ ଅଂଶ ସବୁ ଆଜି ଏକ ପୁନର୍ଜନ୍ମର ଅନୁଭୂତି ଭଳି ମନେ ହେଉଛି। ଇତିମଧ୍ୟରେ ମୋ ଚେତନାରେ ଅବଶ୍ୟ ସମ୍ଭବ ହୋଇଛି ଆକ୍ଷରିକ ଅର୍ଥରେ ଯୁଗାନ୍ତର।
ସେଦିନ ପାଗଳ ହେବାକୁ ଯାଉଥିଲି, ସେଇ ଆଶଙ୍କା ଘନ ମୁହୂର୍ତ୍ତ କେତୋଟିର ମାନସିକ ମନ୍ଥନ ସ୍ମୃତିର ଗଭୀରକୁ ଡୁବ ଦେଇ ଉଦ୍ଧାର କରିପାରୁଛି। ଚିତ୍ରକଳ୍ପର ସହାୟତା ନେଇ କହିଲେ ତୁମୁଳ ବର୍ଷାର ଘନ ଘନ ପରିବର୍ତ୍ତିତ ଘନତା ଓ ଲଘୁତା ଅନୁସାରେ ଦିଗ୍ବଳୟରେ କ୍ରମାଗତ ଭାବରେ ଥରକୁ ଥର ଫୁଟି ଉଠୁଥିବା ଏବଂ ଲୁଚି ଯାଉଥିବା ପର୍ବତ ଶୀର୍ଷଟିଏ ଭଳି ସେଦିନ ମୋ ସ୍ଥୂଳ ଚେତନାର ସ୍ୱାଭାବିକତା ଅନୁଭୂତ ହେଉଥିଲା, ପୁଣି ହଜି ଯାଉଥିଲା। ଥିବା ଏବଂ ନଥିବା ଭିତରେ ସମୟର ବ୍ୟବଧାନ କ୍ରମେ ହ୍ରାସ ହେଉଥିଲା। ମନେ ହୋଇଥିଲା ଯେଉଁ ସ୍ୱାଭାବିକ ଚେତନା ଟିକକ ମୋର ପରିଚୟ, ତା ଚିରତରେ ବିଲୁପ୍ତ ହୋଇଯିବ। ଯାହା ରହିବ ତାହା ସେ ଅବଲୁପ୍ତ ଚେତନା ଉପରର ଦିନ ବିଦିନ ଆବରଣ ଖଣ୍ଡିକ ମାତ୍ର। ତହିଁ ଉପରେ ପ୍ରାଧାନ୍ୟ ବିସ୍ତାର କରିବେ ନାନାଦି ଅସଂଲଗ୍ନ ଚିତ୍ର ଏବଂ ଅନର୍ଥକ ଶବ୍ଦ। ନିର୍ଗତ ହେବ ପ୍ରଳାପ, ଅସଂଯତ ହେବ ଆଚରଣ। ମୋର ନୂତନ ସଂଜ୍ଞା ହେବ ବିଚରା ପାଗଳ। ଏହା ଥିଲା ଶେଷତାନ୍ତ୍ରିକର ସନ୍ଧାନରେ ଉପନ୍ୟାସ ପୁସ୍ତକ ସମ୍ବନ୍ଧରେ କିଛି ଆଲୋଚନା। ଯଦି ଏହିଭଳି ମନୋଜ ଦାସଙ୍କ ଅନ୍ୟାନ୍ୟ ବହି ବିଷୟରେ ଜାଣିବାକୁ ଚାହୁଁଛନ୍ତି କିମ୍ବା ଏହି ବହିଟିକି ଅର୍ଡ଼ର କରିବାକୁ ଚାହୁଁଛନ୍ତି, ତେବେ ଆମ ୱେବସାଇଟ୍ odisasub.com କୁ ଭିଜିଟ୍ କରନ୍ତୁ। ଥ୍ୟାଙ୍କ ୟୁ।